तू बहुत समय धरी पाठ पढ़ुଛୁ ଆଉ ବହୁତ ଚେଷ୍टा ବି କରୁଛୁ କିନ୍ତୁ ତୋର ମନେ ରହୁନି, ସେଥିପାଇଁ ଏକ୍ଜାମରେ ତୋର ରେଜଲ୍ଟ ଖରାପ ହେଉଛି। ମନେ ରଖ ଯେ କାହିଁକି ତୋର ପ୍ରୋବ୍ଲେମ୍ ହେଉଛି କହିବି, ରାଗିବୁନି ତ? ଯେତେବେଳେ ତୁ ପାଠ ପାଇଁ ପଢ଼ୁଛୁ, ଯେତେବେଳେ ବସୁଛୁ ପାଠ ପଢ଼ିବା ପାଇଁ, ସେତେବେଳେ କ'ଣ ସତରେ ତୁ ନିଜ ପାଇଁ ପଢ଼ୁଛୁ ନା ଆଉ କ'ଣ କରୁଛୁ? ତୁ ଯଦି ନିଜ ପାଇଁ ପଢ଼ନ୍ତୁ ତାହେଲେ ଜିନିଷଟା ମନେ ରୁହନ୍ତା। ତୁ କରୁଛୁ ଦେଖେଇବା ପାଇଁ ପଢ଼ୁଛୁ। ତୁ ପାଠ ପଢ଼ିବା ପାଇଁ ବସୁଛୁ, ବାପା ଆସିଲେ ବହିଟା ଦେଖିଦେଉଛୁ, ମା ଆସିଲା ବହିଟା ଦେଖିଦେଉଛୁ, କିନ୍ତୁ ଆକ୍ଚୁଆଲି ତୋ ମନଟା ପାଠ ପଢ଼ାରେ ନାହିଁ। ସେଥିପାଇଁ ମୁଁ ତୋତେ କହୁଛି ତୁ ଘଣ୍ଟେ ପଢ଼ ବା 2 ଘଣ୍ଟା ପଢ଼, ଯେତିକି ସମୟ ପଢ଼ିବୁ ମନ ଦେଇକି ପୁରା ପଢ଼। ସେଇ ସମୟରେ କିଛି ଡିଷ୍ଟ୍ରାକ୍ସନ୍ ନାହିଁ। ତୁ ପଢ଼ୁଥିବୁ ଗୋଟେ କଥା ଭାବୁଥିବୁ, ତାର କୌଣସି ମୂଲ୍ୟ ହିଁ ନାହିଁ। ସେଇଥିପାଇଁ ତୁ ବହୁତ ସମୟ ବହି ପାଖରେ ପଢ଼ୁଛୁ, ବସୁଛୁ, ହେଲେ ତୋର ପାଠଟା ମନେ ରହୁନି। ଏଇ କଥାଟା ଗୋଟେ କଥା ମନେ ରଖ, ଅଳ୍ପ ସମୟ ପଢ଼ ପଛକେ, ଯେତିକି ସମୟ ପଢ଼ିବୁ ପୁରା ଭଲସେ ପଢ଼ିବୁ। ଓକେ, ଫଲୋ ଦିସ୍। I hope you will get success. Thank you. Love you.